2025 ସରସ୍ୱତୀ ପୂଜାର ଶୁଭ ମୁହୂର୍ତ୍ତ କେତେବେଳେ? ମା ସରସ୍ୱତୀଙ୍କୁ ଅର୍ପିତ କରନ୍ତୁ ଏହି ଜିନିଷ। ପାଞ୍ଜି ଅନୁସାରେ ମାଘ ମାସର ଶୁକ୍ଳପକ୍ଷର ପଞ୍ଚମୀ ତିଥିର ଶୁଭ ମୁହୂର୍ତ୍ତ 2 ଫେବୃଆରୀ ଦିନ ସକାଳ 9:14 ଆରମ୍ଭ ହେଉଛି, ଯାହା 12:09ରେ ସମାପ୍ତ ହେବ। ପଞ୍ଚମୀ ତିଥି ଫେବୃଆରୀର 2କୁ ସକାଳ 9:14ରୁ ଆରମ୍ଭ ହୋଇ 3 ଫେବୃଆରୀ ସକାଳ 6:52ରେ ସମାପ୍ତ ହେବ। ପଞ୍ଚମୀ ତିଥିର ଶୁଭ ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ବିଧିବିଧାନ ସହିତ ମା ସରସ୍ୱତୀଙ୍କୁ ପୂଜା କରିପାରିବେ, ମାଙ୍କ ଆଶୀର୍ବାଦ ପ୍ରାପ୍ତ କରିପାରିବେ। ମା ସରସ୍ୱତୀଙ୍କୁ ଅର୍ପିତ କରନ୍ତୁ ଏହି ଜିନିଷ। ମାଙ୍କୁ ହଳଦିଆ ରଙ୍ଗ ଅତି ପ୍ରିୟ, ଏଥିପାଇଁ ବସନ୍ତ ପଞ୍ଚମୀ ଦିନ ମାତା ସରସ୍ୱତୀଙ୍କୁ ହଳଦିଆ ଫୁଲ ଓ ବସ୍ତ୍ର ଅର୍ପିତ କରିବା ସହିତ ହଳଦିଆ ରଙ୍ଗର ମିଠାଇ ଭୋଗ ଲଗାନ୍ତୁ। ଏହା ବ୍ୟତୀତ ଖାତା, କଲମ ଏବଂ ଅନ୍ୟ ଶିକ୍ଷା ଓ କଳା ସମ୍ବନ୍ଧିତ ଜିନିଷ ଅର୍ପିତ କରିପାରନ୍ତି। ହିନ୍ଦୁ ଧର୍ମ ଅନୁସାରେ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜାର ବିଶେଷ ମହତ୍ତ୍ୱ ଅଛି। ଏହି ଦିନ ଜ୍ଞାନ, ଶିକ୍ଷା, କଳା ଓ ବାଣୀର ଦେବୀ ମା ସରସ୍ୱତୀଙ୍କୁ ବିଧିବଦ୍ଧ ପୂଜା କରିବାର ବିଧାନ ଅଛି। ବିଶ୍ୱାସ ଅଛି କି ଏହି ଦିନ ମା ସରସ୍ୱତୀ ପ୍ରକଟ ହୋଇଥିଲେ। ଏହା ସହିତ ହିଁ ବସନ୍ତ ଋତୁର ଆଗମନ ପାଇଁ ଖୁସି ପାଳନ କରାଯାଏ। ସରସ୍ୱତୀ ପୂଜା ଦିନ ବିଦ୍ୟାରମ୍ଭ ସଂସ୍କାର ମଧ୍ୟ କରାଯାଏ। ଶାସ୍ତ୍ରୀୟ ଅନୁସାରେ ବିଶ୍ୱାସ ଅଛି କି ଏହି ଦିନ ବିଦ୍ୟାରମ୍ଭ କଲେ ମା ସରସ୍ୱତୀଙ୍କ କୃପାରୁ ବ୍ୟକ୍ତି ବୁଦ୍ଧିମାନ ଓ ଜ୍ଞାନୀ ହୁଏ। ସନାତନ ଧର୍ମରେ ଦେବୀ ମା ସରସ୍ୱତୀଙ୍କୁ ବିଦ୍ୟା ଓ ବୁଦ୍ଧିର ଦେବୀ ମାନାଯାଇଛି। ସପ୍ତାହରେ ଗୁରୁବାରକୁ ମାଙ୍କ ବାର ମାନାଯାଇଛି, କାରଣ ଗୁରୁଙ୍କୁ ଜ୍ୟୋତିଷ ଶାସ୍ତ୍ରରେ ବିଦ୍ୟାର କାରକ କୁହାଯାଇଛି। ସରସ୍ୱତୀ ବିଦ୍ୟାର ଦେବୀ ହୋଇଥିବାରୁ ଗୁରୁବାରଙ୍କୁ ତାଙ୍କର ବାର କୁହାଯାଇଛି। ଜୟ ମା ସରସ୍ୱତୀ। ଫ୍ରେଣ୍ଡସ୍, ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଛି ପ୍ଲିଜ୍ ଲାଇକ୍ କରି କମେଣ୍ଟରେ ଜୟ ମା ସରସ୍ୱତୀ ଲେଖିଦିଅନ୍ତୁ। ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ଭୁଲନ୍ତୁ ନାହିଁ। ପୁଣି ଗୋଟେ ନୂଆ ଭିଡ଼ିଓ ନେଇ ବହୁତ ଜଲ୍ଦି ଆସିବି। ସେ ପର୍ଯ୍ୟନ୍ତ ଜୟ ମା ସରସ୍ୱତୀ।